ଜଗନ ବାବୁଙ୍କର ୟାକୁ କେଉଁ ପରିଚୟ ଦେଇ ମୁଁ ମଣିଷ କରିବି? ମୋତେ ଲାଗୁଛି ଏ ପୁଅକୁ ନେଇ ତାଙ୍କ ଘରେ ଦେଇଦେଲେ ଭଲ ହବ, କିନ୍ତୁ ସେ ଘରୁ ତ ମୋତେ ଛଡ଼ି ଦିଆଯାଇଛି। ମୁଁ ସେଟାକୁ କେଉଁ ମୁଖ ନେଇକି ଯିବି? ହେ ଭଗବାନ, ଏବେ ମୁଁ କ'ଣ କରିବି କିଛି ଭାବି ପାରୁନି। ତମେ ଶୁଣିଲି ନା? ଓ ଭଉଣୀ, ମତେ ଚିହ୍ନି ପାରିଲ? ମୁଁ ହଉଛି ଜୀବନର ପ୍ରେମିକା। ସେଦିନ ତୁମକୁ ଜୀବନର ସ୍ତ୍ରୀ ବୋଲି ସନ୍ଦେହ କରି ତୁମକୁ ବହୁତ ଅପମାନ ଦେଇଛି। ମତେ କ୍ଷମା କରିଦିଅ। ନାଇଁ ନାଇଁ, ଏମିତି କ'ଣ କହୁଛ? ସେଇଟା ତ ମୋର ଭୁଲ ଥିଲା। କିନ୍ତୁ ତମ ପୁଅ ତ ବଡ଼ ହେଇଥିଲା। ଏଇଟା ପୁଣି କା ପୁଅ? ମୋ ପୁଅ ମରି ଯାଇଛି ଭଉଣୀ। ସେଇଟା ଜଗନ ବାବୁଙ୍କ ପୁଅ। ସେ ଭୈରବ ସହିତ ଆସି ଏ ପିଲାଟାକୁ ମନ୍ଦିରରେ ଚାଲି ଯାଇଥିଲେ, ତେଣୁ ମୁଁ ନେଇ ଆସିଛି। ଏ ଭଗବାନ, ସେ ଗୋଟେ ମା ହେଇ ଏମିତି କାମ କରିପାରିଲା କେମିତି? ହଉ ଠିକ ଅଛି, ଏ ପୁଅକୁ ଧରି ଚାଲ, ତାଙ୍କ ଘରକୁ ଯିବା। ନାଇଁ ଭଉଣୀ, ସେ ଘରୁ ତ ମୋତେ ବାହାର କରି ଦିଆଯାଇଛି। ମୁଁ ସେଟାକୁ କାହିଁକି ଯିବି? ଆରେ ତମେ ଚିନ୍ତା କରନି, ତମେ ପରା ଜଗନ ଭାଇକୁ ଭଲ ପାଉଥିଲ। ତାଙ୍କ ଆଗରେ ସବୁ ସତ କଥାଟା କହିଦିଅ, ସେ ତୁମକୁ ନିଶ୍ଚୟ ନିଜର କରିବ। କିନ୍ତୁ ଭଉଣୀ, ସବୁ କଥା ମୁଁ ବୁଝିବି। ଚାଲ ନା, ଚାଲ। ଗଲା କୁଆଡ଼େ? ଦି ଦିନ ହେଲା ତାହାର ଦେଖା ନାହିଁ ଯେ। ହଁ, ମୁଁ ବି ସେ କଥା ଭାବୁଛି, କିନ୍ତୁ କଅଁଳା ଛୁଆକୁ ଧରି ସେ ଯାଇଛି କୁଆଡ଼େ? ମୋତେ ଲାଗୁଛି ସେ ତା ବାପା ଘରକୁ ଯାଇଥିବ। ଜଗନ ସେଠାକୁ ଯାଇଛି, ସେ ଫେରିଲେ ସବୁ କଥା ଜଣା ପଡ଼ିବ। ହଁ ହଉ ଠିକ ଅଛି। ଚାଲି ଆସିଲୁ ଯେ ବୋହୁ କାହିଁ ନାଇଁ ବା? ସେଟାକୁ ଯାଇନି ସେଟାକୁ। କ'ଣ କହିଲୁ? ତା ବାପା ଘରକୁ ବି ଯାଇନି, ହେଲେ ସେ ଗଲା କୁଆଡ଼େ? ମୋ ମୁଣ୍ଡ ବି କିଛି କାମ ଦଉନି ବାପା। ସେ 2 ଦିନ ହେଲା କଅଁଳା ଛୁଆକୁ ଧରି ଯାଇଛି କୁଆଡ଼େ ମୁଁ ବି ଜାଣିପାରୁନି। କିନ୍ତୁ ବାପା, ମୁଁ ତାକୁ ବହୁତ ଖୋଜିଲି, କିନ୍ତୁ ପାଇପାରିଲିନି। ସେ କୁଆଡ଼େ ଯାଇଛି ଯେ ମୁଁ କିଛି ଜାଣିପାରୁନି। ହଁ, ମୁଁ ଜାଣିପାରୁନି ସେ କୁଆଡ଼େ ଯାଇଛି। ମୁଁ ଜାଣିଛି ବାପା, ସେ ଘର ଛାଡ଼ି ଭୈରବ ସହିତ ଚାଲି ଯାଇଛି। ହଁ ଭାଇ, ମୁଁ ନିଜ ଆଖିରେ ଦେଖିଲି। ଭୈରବ ମନ୍ଦିରରେ ନେଇ ଭାଉଜକୁ ସିନ୍ଦୁର ପିନ୍ଧାଉଥିଲା। ଏସବୁ କେମିତି ହେଲା? ଆଉ ମୁଁ ପ୍ରତିବାଦ କରିବାରୁ ସେମାନେ ମୋତେ ମାଡ଼ ମାରି କଷିକି ଚାଲିଗଲେ। ନା, ସେ ହରାମଜାଦା ଭୈରବ ଆମର ଏତେ ବଡ଼ ସର୍ବନାଶ କରିଦେଲା। ନାଇଁ ଜୀବନ, ସେମିତି ହରାମଜାଦାକୁ ବଞ୍ଚେଇ ରଖିବା ଉଚିତ ନୁହେଁ। ସେ ଯୋଉଠି ଥିଲେ ବି, ଆରେ ଚାଲ, ସେ ଯୋଉଠି ଥିଲେ ବି ତାକୁ ଖୋଜି ମାରି ଶେଷ କରିଦେବା। ଆରେ ଚାଲ ଜୀବନ, ଆରେ ଚାଲ। ମୁଁ ବି ଆଦେଶ ଦଉଛି, ସେ ଆରାମଦାଦାକୁ ମାରି ଶେଷ କରିଦିଅ। ତା ମଲା ଖବର ନ ଶୁଣିବ ଥାଏ
ମୁଁ ପାଣି ଟପାଇ ଧୋଇବିନି। ଆରେ ଯାଅ। ঠিক আছে বাবা আমি তাহলে আসুଛୁ সে হারাম দাদাକୁ ନ ମାରିବା ଯାଏ ଆମେ ଏଠାକୁ ଆସିପାରିବୁନି ଯାଉଛୁ ବାପା ମୁଁ ଶୁଣିଲି ମୋ ଝିଅଟା ଶାଶୁଘର ଛାଡ଼ି କୁଆଡ଼େ ଚାଲି ଯାଇଛି ଇଏ ହଲଚଣି ଝିଅଟା ଗଲା କୁଆଡ଼େ ମୁଁ କିଛି ଜାଣିପାରୁନି ଏ ଗଲା କୁଆଡ଼େ ହଁ ଇଏ ଗଲା କୁଆଡ଼େ ମୁଁ କିଛି ଜାଣିପାରୁନି ବାପା ପୁଷ୍ପା ତୁ ଆରେ ତୁ ଯାଇଥିଲୁ କୁଆଡ଼େ ତୋତେ ତ ଶାଶୁଘର ଲୋକ ଖୋଜୁଛନ୍ତି ମୁଁ ସେଠାରୁ ଚାଲି ଆସିଛି ବାପା କାହିଁକି ଘର ଛାଡ଼ି ଚାଲି ଆସିଛୁ ଆରେ କାହିଁକି ବାପା ମୋତେ ସେଠି ରହିବାକୁ ଭଲ ଲାଗିଲେନି ବାପା ସେଇଥିପାଇଁ ଏ ଭୟର ସହିତ ଚାଲି ଆସିଲି ତୁ ପରା ସେ ଘରର ବୋହୂ ତୋର ପରା ଗୋଟେ ପୁଅ ହେଇଛି ଆରେ ତୁ ନାରୀ ନା ଗୋଟେ ନାଗୁଣୀ ବାପା ମୁଁ ପରା ସେଠି ବାହା ହେବା ପାଇଁ ମନା କରୁଥିଲି କାହିଁକି ତୁ ସେଠି ବାହା ହେବାକୁ ମନା କରୁଥିଲୁ ମୁଁ ପରା ସେ ଘରର ବୋହୂ ଏରେ ତୋର ଗୋଟେ ପୁଅ ହେଇଛି ଏ ତୁ ଛାଡ଼ି ଦେଇ ଆସିଲୁ କେମିତି ତୋତେ ଟିକେ ଲାଜ ଲାଗୁନି ଏଇ କଥା କହିପାରୁଛୁ ବାପା କଣ କରିଥାନ୍ତି ମୋତେ ସେଠି ରହିବାକୁ ଭଲ ଲାଗିଲାନି ମୁଁ ପରା କହିଥିଲି ମୁଁ ସେଠି ବାହା ହେବିନି ବୋଲି ସେଇଥିପାଇଁ ଏ ଭୈରବ ସହିତ ଚାଲି ଆସିଛି ବାପା ମୋ ଝିଅ ହୋଇ ମୋ ମହାନ ସମ୍ମାନ ଇଏ ଦାଣ୍ଡରେ ନିଲାମ କରିଦେଲୁ ତତେ ଟିକେ ଲାଜ ଲାଗୁନି ଏଇ ଦେখ ମୁଁ ତୋର କଣ କରୁଛି ମାରିଦେଲି ନିଜ ଝିଅ ଇଚ୍ଛା ବିରୁଦ୍ଧରେ କାହିଁକି ହାତ ଉଠାଉଛନ୍ତି ସେ ଯାହା ବି କରିଛି ଭଲ କରିଛି ଆଜିଠୁ ମୁଁ ତ ଜ୍ୱାଇଁ ଆଉ କହିବ ଯଦି ମୁଁ ତ ଘର ଜ୍ୱାଇଁ ହୋଇ ତୁମର ସେବା କରିବି ମୋ ଝିଅର ସର୍ବନାଶ କରି ଏତେ ବଡ଼ କଥା କହିପାରୁଛୁ ତତେ ଟିକେ ଲାଜ ଲାଗୁନି এই দেখ ମୁଁ তোর କଣ କରୁଛି ମାରି ମାରି ଆଜି ମୁଁ ଜୀବନରେ ତତେ ମାରିଯିବି এই দেখ ରହିଯାଅ ବାପା ରହିଯାଅ ଆଉ ବେଶୀ ଗରମ ନ ହେଇ ଆମକୁ ଝିଅ ଜୁଇ ବୋଲି ଗ୍ରହଣ କର ଆଉ ତମର ସବୁ ଧନ ସମ୍ପତ୍ତି ସୁନା ଗହଣା ସବୁ ଆମ ନାଁରେ ଉଇଲ୍ କରିଦିଅ ତୁମକୁ ପୁଣି ମୋ ସମ୍ପତ୍ତି ଦେବି ନାଇଁ ତୁମକୁ ମୃତ୍ୟୁଦଣ୍ଡ ଦେବି ତମ ଦି ଜଣକୁ ମାରିଦେବି এই দেখ ମୁଁ তোর କଣ କରୁଛି এই দেখ ଲକ୍ଷ୍ମୀ ତୁ ସେ ଆମ ଜୀବନ ବଞ୍ଚାଇବ ହେଲେ ତମ ବାବା ବାବୁରୁ ହାତ ଉଠାଇବାକୁ ପଡ଼ିବ ଓ ମୁଁ କଣ କରିବି ତମ ଇଚ୍ଛା ତମେ ଯାହା ବି କରିପାର ମୁଁ କିଛି କହିପାରିବିନି ତୋ ବାପା ବିରୁଦ୍ଧ ଏତେ ବଡ଼ କଥା କହିପାରିଲୁ କେମିତି ଓ ଲକ୍ଷ୍ମୀ
আসলি মু তোতে শাড়ি পিন্ধা এই দেখ মু তোর কোন করছি মারি দেবি দাদা ও নেই হতো তাহলে এ যাই লম্বি চিকবে তুই শোনা মরি শোনা রাক্ষস হবে যখন তুমি আসিব বাবু সেই দেখ এମାନେ ମୋ ସହିତ କେମିତି କଥା ବ୍ୟବହାର କରୁଛନ୍ତି ଆମେ ଆସିଯାଇଛୁ ମଉସ ଆଉ ଆପଣଙ୍କର କିଛି ଅସୁବିଧା ହେବନି ଆପଣ ଯାଆନ୍ତୁ ଏମାନଙ୍କ କଥା ଆମେ ବୁଝିବୁ ଜଣକୁ ନୁହେଁ ଏ ଦି ଜଣକୁ ମାରି ଶେଷ କରିଦିଅ ମୋ ଝିଅ ହେଲେ କ'ଣ ହେଲା ମୋର କିଛି କହିବାର ନାହିଁ ଠିକ ଅଛି ମଉସ ଆପଣ ଯାଆନ୍ତୁ ତାହେଲେ ମୁଁ ଆସୁଛି ଜୀବନ ତାହେଲେ ଯାଉଛୁ ଯାଆନ୍ତୁ ବାପା ତୁ ନିଜେ ବସିବୁ ଏବେ ଆମର କ'ଣ ହବ ବର ମତେ ଲାଗୁଛି ଏମାନେ ଆଜି ଆମକୁ ଜୀବନରୁ ମାରିଦେବେ ଚିନ୍ତା କରନି ଡାର୍ଲି ମୁଁ ପରା ତମ ପାଖରେ ଅଛି ଏତେ ଡରୁଛ କାହିଁକି ଆମେ ଜଗନ ତମେ ଦିଟା ଆଉ ଥରେ ମରଣ ମୁଖ ଆସିବ ସାହସ କଲେ କହିବେ ଆଜି ମୋ ହାତରୁ ଏ ଜିଅନ୍ତ ଫେରି ନେଇ ପାରିବେନି ତୁ ଶୁଣା ମିଛ କହୁଛୁ ବେ ଆମ ମରଣ ନୁହେଁ ବରଂ ତୋ ମୃତ୍ୟୁକୁ ଆମେ ସାଥିରେ ନେଇକି ଆସିଛୁ ଏଇ ଦେଖ ଆମେ ତୋର କି ଅବସ୍ଥା କରିବୁ ହର ସଦା ଆମେ
କୁଆଡ଼େ ପଳେଇ ଯାଉଛୁ? ଘରକୁ ଯାଉଛି। ଆରେ ରହ ଯୋଉ ପ୍ରକାର ମାଡ଼ ହଉଛି ମୁଁ କଣ ଜମା ବି ଛାଡ଼ିକି ପଳେଇବ। ଆବେ ରହବେ। ଏ ଭାଇ ଏମିତି ମାରନା, ଏ ଯାଏ ମୋର ପିଲା ଛୁଆ ହେଇନାହାନ୍ତି, ମୋର ବଂଶ ବୁଡ଼ିଯିବ ରେ। ବୁଢ଼ୀ ଯାବେ ଶଳା। ଏ ଭାଇ ଏମିତି ଭେରାଇଟି ମାଡ଼ ମାରନା ରେ। ମାଡ଼ ସମ୍ଭାଳି ନ ପାରି ମୋ ଝାଡ଼ା ଆରମ୍ଭ ହେଲାଣି, ମୁଁ ଏଇଠି ବସିବେ। ରହବେ। ଏଇନେ କରିବୁନି ଆରାମ ଦାଦା। ଏ ଭାଇ ତୁ ଯାହା କରିବୁ କର, ହେଲେ ଆଉ ମୁଁ ଜମା ବ୍ରେକ୍ ଧରି ପାରୁନି। ଆବେ ରହବେ। ଆହୁରି ମାର, ସେତିକି ଥାଉ। ପ୍ୟାଣ୍ଟ ଖୋଲିବାର ନାହିଁ ବେ।